ସମସ୍ତଙ୍କୁ ଆଜି ମୁଁ ସ୍ୱାଗତ ଅଭିନନ୍ଦନ ଜଣାଉଛି। ଆଜି ଆମେ ପିଲାମାନେ ପ୍ରଥମ ଶ୍ରେଣୀର ସରସ୍ୱତୀ ନୀତି ଶିକ୍ଷା ଭାଗ 1 ବହିର 3 ପୃଷ୍ଠା ସମସ୍ତେ ବାହାର କରିବା। ଗୋଟିଏ ସୁନ୍ଦର ଗପଟେ ମୁଁ କହିବି, ଭଲ ଭାବରେ ଶୁଣିବା ଆଉ ମନେ ରଖିବା। ଶ୍ରୀକୃଷ୍ଣଙ୍କ ଗୁରୁ ଦକ୍ଷିଣା। ଗପଟିର ନାମ ହେଉଛି ଶ୍ରୀକୃଷ୍ଣଙ୍କ ଗୁରୁ ଦକ୍ଷିଣା। କଂସକୁ ମାରି ପୃଥିବୀର ଦୁଃଖ ଦୂର କରି ଶ୍ରୀକୃଷ୍ଣ ବଳରାମ ଦୁଇ ଭାଇ ପାଠ ପଢ଼ିବାକୁ ମନ କଲେ। ତାହା ଶୁଣି ବସୁଦେବ ତାଙ୍କୁ ଋଷି ସନ୍ଦୀପନୀଙ୍କ ଆଶ୍ରମକୁ ନେଇଗଲେ। ବସୁଦେବ ନାନା ପ୍ରକାର ଜିନିଷ ଗୁରୁଙ୍କୁ ଭେଟି ଦେବାକୁ ସାଙ୍ଗରେ ଆଣିଥିଲେ। ଗୁରୁ ସନ୍ଦୀପନୀ ସେଗୁଡ଼ିକ ଆନନ୍ଦରେ ରଖିଲେ। ଶ୍ରୀକୃଷ୍ଣ ବଳରାମ ଦୁଇ ଭାଇ ଗୁରୁଙ୍କ ଘରେ ରହି ଅଳ୍ପ ଦିନ ଭିତରେ ସବୁ ପାଠ ପଢ଼ି ଶେଷ କରିଦେଲେ। ପାଠ ଶେଷରେ ଗୁରୁଙ୍କୁ ଦକ୍ଷିଣା ଦେବାର କଥା। ସନ୍ଦୀପନୀଙ୍କୁ ଶ୍ରୀକୃଷ୍ଣ ଦକ୍ଷିଣା କଥା ପଚାରିଲେ। ଗୁରୁ କହିଲେ, ବାପା, ମୋର କିଛି ଲୋଡ଼ା ନାହିଁ। ଗୁରୁମାତାଙ୍କୁ ପଚାର, ତାଙ୍କର ଯଦି କିଛି ଦରକାର ଥାଏ। ଏହାପରେ ସେ ଗୁରୁମାତାଙ୍କୁ ଏହି କଥା ପଚାରିଲେ। ଗୁରୁପତ୍ନୀ କହିଲେ, ବାପା, ମୋର 5ଟି ପୁଅ ଥିଲେ, କିନ୍ତୁ ଯମ କାହାରିକୁ ରଖାଇଦେଲା ନାହିଁ। ତୁମେ ଗୁରୁ ଦକ୍ଷିଣା ସ୍ୱରୂପ ସେମାନଙ୍କୁ ଆଣିଦିଅ। ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ଆଣିଦେବେ ବୋଲି କହି ସେଠାରୁ ବିଦାୟ ନେଲେ। ଏହାପରେ ସେ ଯମପୁରକୁ ଗଲେ। ସେଠାରେ ଗୁରୁଙ୍କ ପୁଅମାନଙ୍କୁ ନେଇ ଆସିଲେ। ଯମଦୂତମାନେ ସେଠାରେ ଥିଲେ। ସେମାନେ ଏ ଘଟଣା ଦେଖି ଯମଙ୍କ ଆଗରେ ଗୁହାରି କଲେ। ଯମ ଏହା ଶୁଣି ରାଗରେ ଅଥୟ ହେଲେ। ଇନ୍ଦ୍ରଙ୍କୁ ସାଙ୍ଗରେ ନେଇ ନିଜେ ମଇଁଷି ପିଠିରେ ଚଢ଼ି ଶ୍ରୀକୃଷ୍ଣଙ୍କ ସହିତ ଯୁଦ୍ଧ କରିବାକୁ ବାହାରି ଆସିଲେ। ଭୀଷଣ ଯୁଦ୍ଧ ହେଲା। ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରର କରାମତି ଦେଖି ସମସ୍ତେ ତାଙ୍କୁ କ୍ଷମା ମାଗିଲେ। ଶ୍ରୀକୃଷ୍ଣ ସେମାନଙ୍କୁ କ୍ଷମା ଦେଲେ। ଗୁରୁଙ୍କ ପୁଅମାନଙ୍କୁ ସାଙ୍ଗରେ ନେଇ ଗୁରୁଙ୍କ ଆଶ୍ରମରେ ପହଞ୍ଚିଲେ। ଗୁରୁ ସନ୍ଦୀପନୀ ଓ ତାଙ୍କର ପତ୍ନୀ ନିଜର 5 ପୁଅକୁ ଫେରି ପାଇ ଶ୍ରୀକୃଷ୍ଣଙ୍କୁ କଲ୍ୟାଣ କଲେ।